ଶୀତ ତ ମେଘୁଆ ହେଇଥିଲା, ଶୀତ ହେଇନଥିଲା। ବର୍ତ୍ତମାନ ଶୀତ ଆରମ୍ଭ ହେଇଛି ଆଉ ବହୁତ କୁହୁଡ଼ି ମଧ୍ୟ ହେଇଛି କନ୍ଧମାଳରେ। ଆଉ ଗାଡ଼ି ମଟର ଧରିକି ଗଲା ବେଳକୁ ଦେଖା ବି ଯାଉନି, ଅସୁବିଧା ଟିକେ ହେଉଛି। ଆହୁରି ଭଲ ଲାଗୁଛି, କନ୍ଧମାଳର ଶୀତ ଆସୁଛି ଆଉ ଧୀରେ ଧୀରେ ଆମର ଶୀତ ଆଗକୁ ଆସିବ ବୋଲି ଆମେ ଆଶା କରୁଛୁ। ସକାଳୁ ଘନ କୁହୁଡ଼ି ରହୁଛି ଆଉ ଆମେ ଯିବା ଆସିବା ବେଳେ ଅସୁବିଧା ହେଉଛି, କୁହୁଡ଼ିଟା ବହୁତ ପରିମାଣରେ ରହୁଛି। ହଁ, ମୁହଁକୁ ମୁହଁ ଦେଖାଯାଉନି, 50 ମିଟର ଭିତରେ ଦେଖାଯାଉନି। ଗାଡ଼ି ନେଲା ବେଳକୁ ଟିକେ ଅସୁବିଧା ହେଉଛି। ଶୀତ ଆଶା ତ ରଖିଛୁ, ଶୀତ ହେବ ଯେହେତୁ ଧୀରେ ଧୀରେ ଶୀତ ବଢ଼ୁଛି। ଗତ ବର୍ଷ ତ ବହୁତ ଶୀତ ଥିଲା, ଏଠି ମେଘ ଥିଲା, ବର୍ଷା ହେଉଛି ବୋଲି ଆଉ ଶୀତ ଟିକେ କମିଛି। ଆଉ ବହୁତ ଖୁସି, ଶୀତ ମାସଟା ଅନୁଭବ ନ କଲେ ଆଉ କନ୍ଧମାଳର ଶୀତ ଭଲ ଲାଗୁଛି। ଆଉ ଶୀତ ତ ବହୁତ ଆସେ, କିନ୍ତୁ ଅସୁବିଧାଟା ହେବ ବୁଢ଼ାବୁଢ଼ୀମାନଙ୍କୁ। ଯେଉଁ ଶୀତ ଆସିବ ସେମାନେ ସମସ୍ୟାରେ ସମ୍ମୁଖୀନ ହେବେ ଆଉ ଅସୁବିଧା ଭୋଗିବେ ସେମାନେ, ସେଇଥିପାଇଁ ଟିକେ ପ୍ରୋବ୍ଲେମ୍ ଶୀତ ଯଦି ଆସିବ କହିଲେ। ହାଲକା ଥଣ୍ଡା ଲାଗୁଛି ଆଉ ଥଣ୍ଡା ଦାଉରୁ ରକ୍ଷା କରିବା ପାଇଁ ବୋଲି ଆମେ ସକାଳେ ଏକ୍ସରସାଇଜ କରୁଛୁ ଆଉ ଆସୁଛୁ ଘରକୁ। ଆଉ କୁହୁଡ଼ିଟା ହେଉଛି 50-60 ମିଟର ଦୂରରୁ ଟିକେ ଦେଖାଯାଉନି, ଆଉ ଟିକେ କୁହୁଡ଼ିଆ ଦେଖାଯାଉଛି। ଘନ କୁହୁଡ଼ି ଯୋଗୁଁ 8ଟା 8:30 ଯାଏଁ ରହୁଛି। ଆଉ ସକାଳୁ ପୁରା ଆରମ୍ଭ ହେଇଯାଉଛି 5ଟା 5:30ଠୁ ପୁରା 8:30 ଯାଏଁ ରହିଯାଉଛି କୁହୁଡ଼ିଟା। ଆଉ ଶୀତ ଦାଉରୁ ରକ୍ଷା କରିବା ପାଇଁ ବୋଲି ସବୁ ଏକ୍ସରସାଇଜ କରୁଛୁ, ଦେହ ବଡ଼ି ଫିଟନେସ୍ ରହିବା ପାଇଁ। ଆଉ ବଢ଼ିବ ଭଳିଆ ଲାଗୁଛି, ଏବେ ତ ଅଳ୍ପ ଥଣ୍ଡା ଅଛି। ହଁ, ୟା ପରେ ଆଉ ଧୀରେ ଧୀରେ ବଢ଼େ। ଆଉ କାର୍ତ୍ତିକ ମାସ ସରିଲା ପରେ ଧୀରେ ଧୀରେ ହେଇଯାଏ ଆଉ ଥଣ୍ଡାଟା। ଆଉ କୁହୁଡ଼ିଟା ବହୁତ 9ଟା 10ଟା ଯାଏଁ ରହୁଛି। ଏନ୍ଜୟ ବହୁତ କରୁଛୁ ଆମେ କୁହୁଡ଼ିକୁ, ଆଉ ଉପଭୋଗ କରୁଛୁ ଆଉ କୁହୁଡ଼ିଟାକୁ। ଗାଡ଼ି ଫାଡ଼ି ଚଲେଇଲା ବେଳେ କିନ୍ତୁ ଅସୁବିଧା ହେଉଛି, ଆଉ 50 ମିଟର ଖଣ୍ଡେ ଦେଖାଯାଉନି ନା, ସେଥିପାଇଁ ଆଉ ଲାଇଟ୍ ଲଗେଇକି ଯିବାକୁ ପଡ଼ୁଛି। ଆଉ ସବୁ ନହେଲେ ଦେଖାଯାଉନି, କ୍ଲିଅର ଦେଖାଯାଉନି। ପୁରା କୁହୁଡ଼ିଆମୟ ହେଇକି ଅଛି ନା, କନ୍ଧମାଳକୁ ଢାଙ୍କିକି ରଖିଛି। ଯେହେତୁ କନ୍ଧମାଳଟା ଆମର ଜଙ୍ଗଲ ଏରିଆଟା, ସେଥିପାଇଁ କୁହୁଡ଼ିଟା ପୁରା ଜୋର ରହିଛି। ଆଉ